ବିଜେଡିର ପରବର୍ତ୍ତୀ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କର ବଡ଼ ବୟାନ। ଦେବୀ ମିଶ୍ର କହିଛନ୍ତି ଯଦି ସେମିତି କରିବାର ଅଛି ଦଳର ସଭାପତି ଯେତେବେଳେ ଘୋଷଣା କରିବେ ସେବେ ଜଣାପଡ଼ିବ। ଯଦି ଦଳର ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ସଭାପତି ନିର୍ଦ୍ଦେଶ ଦିଅନ୍ତି ତେବେ ସମସ୍ତେ ଜାଣିପାରିବେ। କିନ୍ତୁ ତା ପୂର୍ବରୁ ଚାଲିଥିବା ଚର୍ଚ୍ଚା ଆଲୋଚନାକୁ ନେଇ ଏବେ କିଛି କହିହେବ ନାହିଁ। ଆସନ୍ତା ଡିସେମ୍ବର 26ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଥିବା ବେଳେ ସେହିଦିନ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଘୋଷଣା କରିବେ ବୋଲି ଚର୍ଚ୍ଚା ଚାଲିଛି। ବିଶେଷକରି ଭିକେ ପାଣ୍ଡିଆନଙ୍କର ପତ୍ନୀ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ବି ହେଉଛି। ଏପରିକି ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ଏବଂ ଯୁବନେତ୍ରୀ ଏଲିନା ଦାସ ନିଜ ନିଜର ସୋସିଆଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦେଇଥିଲେ। ଏହାକୁ ନେଇ ପୂର୍ବରୁ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଥିଲେ ନବୀନ ଯେଉଁ ନିଷ୍ପତ୍ତି ନେବେ ତାହା ଦଳ ତଥା ରାଜ୍ୟର ହିତ ପାଇଁ ନେବେ। ଚର୍ଚ୍ଚା ହେଉଛି ଯେ ବିଜେଡି ଗୋଟେ ବଡ ଘୋଷଣା କରିପାରନ୍ତି ଉତ୍ତରାଧିକାରୀକୁ ନେଇକି କିଛି ଘୋଷଣା ହେଉଛି ନା ସ୍ପେକୁଲେସନ କରାଯାଉଛି? ସେଇଟା ଆପଣମାନେ ସ୍ପେକୁଲେସନ କରୁଛନ୍ତି। ସେଇଟା ଯେତେବେଳେ ସେ ଘୋଷଣା କରିବେ ଯଦି ସେମିତି କରିବାର ଅଛି ତାହେଲେ ଜାଣିବେ। ଆପଣମାନେ ତ ଆମଠୁ ଆଗରୁ ଜାଣି ଦେଉଛନ୍ତି। ଆପଣମାନେ ଜାଣିକି ଯଦି କହିପାରିବେ କି ମୁଁ ତ ଜ୍ୟୋତିଷ ନୁହେଁ, ଯଦି ସେଭଳିଆ ବିଧିବଦ୍ଧ ଦଳର ନିଷ୍ପତ୍ତି ହୁଏ ମାନ୍ୟବର ସଭାପତି ନିର୍ଦ୍ଦେଶ ଦିଅନ୍ତି ତା ତ ପରିପ୍ରକାଶ ହବ, ସମସ୍ତେ ଜାଣିବେ। ତା ଆଗରୁ ସ୍ପେକୁଲେସନରେ ମୁଁ କଣ କହିପାରିବି। ସିନିୟର ରିପୋର୍ଟର ଜଗଦୀଶ ଦାସ ଆମ ସହିତ ଅଛନ୍ତି। ଜଗଦୀଶ, ସେ 16ରେ ପରିବର୍ତ୍ତନ ଦେବୀ ମିଶ୍ରଙ୍କର ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି। ପୂର୍ବରୁ ସିଧାସଳଖ ନେତାମାନେ ଖଣ୍ଡନ କରିଦେଉଥିଲେ ଉତ୍ତରାଧିକାରୀର ଯେବେ ବି ପ୍ରଶ୍ନ ଆସୁଥିଲା, ଏବେ ସେଥିରେ କିଛି ଗୋଟେ ପରିବର୍ତ୍ତନ ବାରି ହୋଇ ପଡୁଛି ଯେ ଯେବେ ସଭାପତି ନିଷ୍ପତ୍ତି ନେବେ ସେବେ ଜଣାପଡିବ କଣ ସଭାପତି ନିଷ୍ପତ୍ତି ନେବେ କି। ଇଏ ହେଉଛି ବଡ ପ୍ରଶ୍ନ ବର୍ତ୍ତମାନ ସମୟରେ। ଦେଖନ୍ତୁ, ନିଶ୍ଚିତ ଭାବରେ ଯେତେବେଳେ ପ୍ରତିଷ୍ଠା ଦିବସ ବିଜୁ ଜନତା ଦଳର ଡିସେମ୍ବର 26 ଲଗାତାର 2 ବର୍ଷ ଯଦି ଆମେ ଦେଖିବା ତାହେଲେ ଯେତେବେଳେ ଡିସେମ୍ବର 26 ଆସୁଛି ସେ ସମୟରେ ସୁଜାତା କାର୍ତ୍ତିକ ପାଣ୍ଡିଆନଙ୍କର ଗୋଟେ ଚର୍ଚ୍ଚା ହଉଛି ଯେ ସିଏ ବିଜେଡିରେ ଯୋଗ ଦେବେ, ବିଜେଡିର ଉତ୍ତରାଧିକାରୀ ସିଏ ହେବେ, ନବୀନ ହୁଏତ ଘୋଷଣା କରିପାରନ୍ତି। କିନ୍ତୁ ଏଇ ଯୋଉ ଚର୍ଚ୍ଚା ଆଲୋଚନା କରାଯାଉଛି ଏହା ଦଳ ଭିତରେ ହିଁ ଚର୍ଚ୍ଚା ଆଲୋଚନା ହୋଇଥାଏ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯୋଉମାନେ କି ୟାକୁ ବିରୋଧ କରୁଛନ୍ତି ସେମାନେ ମଧ୍ୟ ଗୋଷ୍ଠୀ ବାନ୍ଧି ମେଳି କରି ବିଭିନ୍ନ ପ୍ରକାର ବିରୋଧାଭାସ କରୁଛନ୍ତି। ତ ତାକୁ ଯେତେବେଳେ ଦୃଷ୍ଟି ରଖି ଏଇ ଯୋଉ ଚର୍ଚ୍ଚାଟି ବର୍ତ୍ତମାନ ସମୟରେ ଉଠୁଛି ଯେ ହୁଏତ ସୁଜାତା କାର୍ତ୍ତିକେୟନ ସହିତ ହେଇପାରନ୍ତି ପରବର୍ତ୍ତୀ ଉତ୍ତରାଧିକାରୀ ବିଜୁ ଜନତା ଦଳର, ସେ ଚର୍ଚ୍ଚାକୁ ନେଇ ଯେତେବେଳେ ଆଜି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ନିଆଯାଇଥିଲା ଯେ ସଭାପତି ହିଁ ନିଷ୍ପତ୍ତି ନେବେ କିଏ ହେବେ ପରବର୍ତ୍ତୀ ଉତ୍ତରାଧିକାରୀ, କାହା ହାତରେ ଦଳର ବାଗଡୋର ରହିବ ସେ ସମ୍ପର୍କରେ ସିଏ ହିଁ ସ୍ପଷ୍ଟତା ଆଣିପାରିବେ ଏବଂ ଯେତେବେଳେ ସମୟ ଆସିବ ସେ ସମୟରେ ସେ ଘୋଷଣା କରିବେ। ଅର୍ଥାତ୍ ଦଳର ଯୋଉ ନିର୍ଦ୍ଦିଷ୍ଟ କିଛି ଗୋଷ୍ଠୀ ରହିଛନ୍ତି ଯୋଉମାନେ କି ବିରୋଧ କରୁଛନ୍ତି, ଆଉ ଏକ ଗୋଷ୍ଠୀ ମଧ୍ୟ ଅଛି ଯେ ଯୋଉମାନେ କି ତାକୁ ସମର୍ଥନ ମଧ୍ୟ କରୁଛନ୍ତି ଯେ ନବୀନ ବାବୁ ଯଦି ଏହି ନିଷ୍ପତ୍ତି ନିଅନ୍ତି ତାକୁ ମଧ୍ୟ ଗ୍ରହଣ କରାଯାଇ ପାରିବ। କିନ୍ତୁ କଥା ଉଠୁଛି ଯେ ଯେତେବେଳେ ନିଷ୍ପତ୍ତି ହଉଛି ନା ହଉନି ତାହା ସ୍ପଷ୍ଟତା ଆସୁନାହିଁ, ତାରି ଭିତରେ ଏ ଚର୍ଚ୍ଚା ରାଜନୀତିକୁ ଆହୁରି ଅଧିକ ଖୋରାକ ଯୋଗାଉଛି ଏବଂ ତା ସହିତ ବିଜୁ ଜନତା ଦଳ ଭିତରେ ଯୋଉମାନେ ନେତା ରହିଛନ୍ତି, କର୍ମୀ ରହିଛନ୍ତି, ଯୋଉମାନେ ଆଶାୟୀ ଅଛନ୍ତି ସେମାନଙ୍କ ଭିତରେ ମଧ୍ୟ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛି। ଯେଉଁଥିପାଇଁ କି ଅନେକ ନେତା ଦଳର ବରିଷ୍ଠ ନେତାଙ୍କଠୁ ଆରମ୍ଭ କରିକି ଯୁବ ଚେହେରା ପର୍ଯ୍ୟନ୍ତ ସମସ୍ତେ ସିଧାସଳଖ ବିରୋଧ କରିବା ଆରମ୍ଭ କରୁଛନ୍ତି, ମୁହଁ ଖୋଲୁଛନ୍ତି, ଦଳୀୟ ଶୃଙ୍ଖଳାକୁ ଆଉ ମାନୁନାହାନ୍ତି। ଦିନ ଥିଲା ତୁଣ୍ଡ ଖୋଲିଲେ ମୁଣ୍ଡ ଗଡୁଥିଲା ବିଜେଡିରେ, କିନ୍ତୁ ବର୍ତ୍ତମାନ ପ୍ରତିଦିନ କେହି ନା କେହି ବରିଷ୍ଠ କେହି ନା କେହି ଯୁବ ନେତା ତୁଣ୍ଡ ଖୋଲୁଛନ୍ତି, ତେରଛାବାଣ ମାରୁଛନ୍ତି, ସିଧାସଳଖ ଦଳୀୟ ନେତୃତ୍ୱକୁ ପ୍ରଶ୍ନବାଚୀ ମଧ୍ୟ ଲଗାଉଛନ୍ତି। ତ ୟାରି ଭିତରେ ଡିସେମ୍ବର 26କୁ ଯଦି ଆମେ ଅପେକ୍ଷା କରିବା କିଛି ସ୍ପଷ୍ଟତା ଆସୁଛି ନା ନାହିଁ ତାକୁ ନିହାତି ଭାବରେ ଅପେକ୍ଷା କରିବାକୁ ପଡିବ। ଏବଂ ଅନ୍ୟପଟେ ଯଦି ଦେଖିବା ତାହେଲେ ନବୀନ ପଟ୍ଟନାୟକ ବର୍ତ୍ତମାନ ନିହାତି ଭାବରେ କୁହାଯାଇ ପାରିବ ଯେ ସେ 24 ବର୍ଷ ଧରି ରହିଲେ ଶାସନ କ୍ଷମତାରେ, 5 ଥରର ମୁଖ୍ୟମନ୍ତ୍ରୀ, କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ହୁଏତ ସ୍ୱାସ୍ଥ୍ୟାବସ୍ଥା ସେତିକି ପରମିଟ୍ କରୁନାହିଁ ଯେ ସିଏ ଦଳକୁ ଆଉ ଲିଡ୍ କରିପାରିବେ। ତେଣୁକରି ଦଳକୁ ଲିଡ୍ କରିବା ପାଇଁ ସେ ନେକ୍ସଟ ଜେନେରେସନ ବା କିଏ ହଉଛନ୍ତି ଉତ୍ତରାଧିକାରୀ ତାକୁ ସମସ୍ତଙ୍କର ଅପେକ୍ଷା ମଧ୍ୟ ରହିଛି। ପୂର୍ବରୁ ମଧ୍ୟ ସେ ସ୍ପଷ୍ଟତା ସହ କହିଥିଲେ ଯେ ମୋର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ହିଁ ବାଛିବେ। କିନ୍ତୁ ବର୍ତ୍ତମାନ ସମୟରେ ଦଳର ନେତା ବରିଷ୍ଠ ନେତାମାନେ କହିଲେଣି ଯେ ନବୀନ ବାବୁ ହିଁ ନିଷ୍ପତ୍ତି ନେଇ ଘୋଷଣା କରିବେ। ଅର୍ଥାତ୍ ଇଏ ଯୋଉ ଦୁଇଟି କଥା ଆସୁଛି ଯେ ନବୀନ ବାବୁ ଯଦି ଘୋଷଣା କରୁଛନ୍ତି ତାହେଲେ କାହାକୁ କରିବେ ଏବଂ ଯଦି କିଏ ଆସୁଛନ୍ତି ଯେ ଅବଶିଷ୍ଟ ବରିଷ୍ଠଙ୍କ କଥା କୁହାଯାଉଛି
ସେମାନଙ୍କୁ ଯଦି ବାଦ ଦେଇ ଆଉ କାହାକୁ ଅଣାଯାଉଛି ତାକୁ ଦଳ ଭିତରେ କେତେ ଗ୍ରହଣ କରାଯାଉଛି ତା ଉପରେ ମଧ୍ୟ ନଜର ରହିବ। निश्चय नजर रही खास करी आमे बहुत जल्दी देखा कि दलर आगु जो बैठक हम दलर जितेबाला प्रतिष्ठा दिवस पालन हम से समय कौन किसी गोटे बड़ निष्पत्ति आसीपे कि राजनीतिक महल कौन चर्चा जगदीश आपको नहीं चर्चा तो यह हूँ जे हुए तो सुजाता को आनिबा पई चेष्टा करा जाउछि एवं ता सहित आहुरी मध्य चर्चा होउछि जे जेहेतु 2026 रे राज्यसभा पई 4टी सीट खाली पड़िबो एवं सेथिरु 2टी बीजेपी खाता को जीव गोटे क्लियर रही बीजेपी से सीट रे हुए तो सुजाता कार्तिक पांड्यान को मध्य पठेया पई चेष्टा करा जाउछि। तो गोटे चर्चा ये राज्यसभा चर्चा अन्य चर्चाटी होउछि जे सुजाता हाथ में बीजेडी बागडोर दवा पाई ये चेष्टा करा जाउछि बा से प्रोसेस को मध्य आसिलानी दल किंतु पूर्वरु जेतेबेले दल विपर्जय हैला से समय मध्य चेष्टा करा जाइतला जहां दलीय विभिन्न सूत्र सूचना मिछि जे सुजाता को क्षमता दवा पाई गोटे प्रकार निष्पत्ति थिला किंतु से समय ताको विरोध करागला नेता माने आगु को आसिले सीधा सड़क विद्रोह कले एवं चाप मध्य पड़िला जोथि पाई कि से निष्पत्ति सेतबेले निया जाई पारनथला किंतु वर्तमान समय रे जेतेबेले पुणी थे डिसेम्बर 26 आसुची विजु जनता दल प्रस्तुत करुच्ची निजर प्रतिष्ठा दिवस पालन करने से समय ये चर्चा आहरी जोर धरुची जे एथर मध्य सुजाता ना को लेकिन चर्चा होउची जे तांको मध्य दल आनीपारे दल भितर तांको मिश्रण करा जाई पारे एवं ता परवर्ती पर्याय से हुए तो लीड करि पारंती पार्टी को किंतु ये सबु आकलन पर्यालोचना आलोचना सेतिक बेले सतरे परिणत हम स्पष्टता सेतिक बेले आसीबो जेतिक बेले नवीन पट्टनायक दलर सभापति विजु जनता दलर सभापति जेतेबेले निजे घोषणा करिवे जे तांकर उत्तराधिकारी किए कहा हाथ में से बागडोर दौरान विजु जनता दलर एवं ताकू किभली भाव में ग्रहण करुछंती कारण जदि देखिबे ताहले जो अवशिष्ट वरिष्ठ जो माने अछंती अर्थात नजर रहिबो नवीन कर घोषणा केबे आसुची जो कथा देवी मिश्र मध्ये कहउतले जे सभापति जेबे निष्पत्ति नेबे से जणै देबे एवं जेबे जणैबे सेतेबेले स्पष्टता आसीबो कोन देवी मिश्रंकर जो टोन ने गोटे परिवर्तन नजर को आसुची ये आगामी समय जाई केते स्पष्टतार सहित लोक सामना को आसुची गणमाध्यम माध्यम देखा बाकी रहा। बहुत बहुत धन्यवाद जगदीश तमाम सूचना और अपडेट।